ସାବିତ୍ରୀ ବ୍ରତ ଦିନ ଏହିସବୁ ଭୁଲ କରନ୍ତୁ ନାହିଁ, ନହେଲେ ସ୍ୱାମୀଙ୍କ ଉପରେ ଆସିବ ଘୋର ବିପଦ। ଆସନ୍ତୁ ଜାଣିବା କ'ଣ କ'ଣ। ସାବିତ୍ରୀ ବ୍ରତରେ ଭୁଲରେ ବି କରିବେନି ଏହି କାର୍ଯ୍ୟ। ନମ୍ବର 1, ସାବିତ୍ରୀ ବ୍ରତ ଦିନ ମାତା ପାର୍ବତୀକୁ ଚୁଡ଼ି, ଶାଢ଼ୀ, ଶଙ୍ଖା, ସିନ୍ଦୁର ଏହିପରି 16 ପ୍ରକାରର ଶୃଙ୍ଗାର ଦେଇ ପୂଜା କରାଯାଏ। ଏହି ପୂଜା କରିବା ଦ୍ୱାରା ସ୍ୱାମୀମାନେ ଦୀର୍ଘାୟୁ ହୋଇଥାନ୍ତି। 2 ନମ୍ବର, ମାତା ପାର୍ବତୀ ଏବଂ ଶିବ ଶଙ୍କରଙ୍କ ପୂଜା କରିବା ଉଚିତ ଏହି ଦିନ ଏବଂ ଆପଣ ଚାହିଁଲେ ଲକ୍ଷ୍ମୀ ଏବଂ ନାରାୟଣଙ୍କର ପୂଜା ମଧ୍ୟ କରିପାରିବେ। 3 ନମ୍ବର, ଏହି ଦିନ ନାରୀମାନେ ନିଜକୁ ନୂଆ ବୋହୂ ପରି ସଜେଇ ହୋଇ ରହିବା ଉଚିତ। ଏହି ଦିନ ନାରୀମାନେ ପାଦରେ ଅଳତା ଲଗାଇବା ଉଚିତ, ଶରୀରର ସବୁ ଅଳଙ୍କାର ପିନ୍ଧିବା ଉଚିତ। 4 ନମ୍ବର, ନିଜର ପୂଜାପୂଜି ଜିନିଷ ଯଥା ସିନ୍ଦୁର, ଶଙ୍ଖା ଇତ୍ୟାଦିକୁ ଆପଣମାନେ କାହାରିକୁ ଦେବେ ନାହିଁ ଏହି ଦିନ। 5 ନମ୍ବର, ଘରେ ଛୋଟ ପିଲା ଥିଲେ ତାଙ୍କ ଉପରେ ପାଟିତୁଣ୍ଡ କରିବେ ନାହିଁ, ରାଗିବେ ନାହିଁ, ବାଡ଼େଇବେ ନାହିଁ। 6 ନମ୍ବର, ଏହି ଦିନ ମାତା ଦୁର୍ଗାଙ୍କୁ ଲାଲ ଫୁଲ ଚଢ଼େଇଲେ ବହୁତ ଶୁଭ ହୋଇଥାଏ। 7 ନମ୍ବର, ଏହି ଦିନ ସ୍ୱାମୀଙ୍କର ପାଦୁକା ପୂଜା ପରେ ହିଁ ଖାଦ୍ୟ ଗ୍ରହଣ କରିବା ଉଚିତ। 8 ନମ୍ବର, ଏହି ଦିନ ସକାଳୁ ଉଠିଲା ମାତ୍ରେ ଯୋଡ଼ି ହୋଇ ରହିଥିବା ଠାକୁରଙ୍କର ଫଟୋ ବା ମୂର୍ତ୍ତି ଦେଖିବା ଶୁଭ ହୋଇଥାଏ, ଯେମିତିକି ଶିବ ପାର୍ବତୀ କିମ୍ବା ଲକ୍ଷ୍ମୀ ନାରାୟଣଙ୍କର ଫଟୋ। 9 ନମ୍ବର, ନିଜ ଘରେ ଥିବା ଗୁରୁଜନଙ୍କର ପାଦ ଛୁଇଁ ତାଙ୍କଠାରୁ ଆଶୀର୍ବାଦ ନେବା ବହୁତ ଶୁଭ ହୋଇଥାଏ। ତେଣୁକରି ସେହିଦିନ ଆପଣମାନେ ପୂଜା କରିସାରିବା ପରେ, ସ୍ୱାମୀଙ୍କର ପୂଜା କରିସାରିବା ପରେ, ସ୍ୱାମୀଙ୍କଠୁ ପ୍ରସାଦ ଖାଇସାରିଲା ପରେ ଘରର ଯେତକ ବି ସଦସ୍ୟ ଆପଣଙ୍କଠୁ ବଡ଼ ଅଛନ୍ତି ସମସ୍ତଙ୍କର ପାଦ ଛୁଇଁକି ଆଶୀର୍ବାଦ ନିଅନ୍ତୁ। 10 ନମ୍ବର, ଏହି ବ୍ରତ ରଖିଲେ ନିଜ ସ୍ୱାମୀର ଆୟୁଷ ଅଧିକା ହୋଇଥାଏ, ସବୁ ଇଚ୍ଛା ପୂରଣ ହୋଇଥାଏ, ପତି ପତ୍ନୀଙ୍କ ଭିତରେ ପ୍ରେମ ବଢ଼ିଥାଏ। 11 ନମ୍ବର, ସାବିତ୍ରୀ ବ୍ରତ ଭଳି ଏତେ ବଡ଼ ଦିନରେ, ପବିତ୍ର ଦିନରେ ଆପଣମାନେ କଳା ରଙ୍ଗର ଶାଢ଼ୀ ପିନ୍ଧିବେ ନାହିଁ। କଳା ରଙ୍ଗ ଅଶୁଭ ହୋଇଥାଏ, କାରଣ କଳା ରଙ୍ଗ ହେଉଛି ନକାରାତ୍ମକ ଶକ୍ତିର ପ୍ରତୀକ। ଆପଣମାନେ ଏହି ଦିନ ଲାଲ, ଗୋଲାପୀ, ହଳଦିଆ ବସ୍ତ୍ର ପିନ୍ଧିବା ଆପଣମାନଙ୍କ ପାଇଁ ଶୁଭ ହୋଇଥାଏ। 12 ନମ୍ବର, ଏହି ଦିନ ଘରେ କୌଣସି ବି ବ୍ୟକ୍ତି ମଦ, ନିଶା, ଆମିଷ ଗ୍ରହଣ କରିବା ବିଲକୁଲ ବି ଉଚିତ ନୁହେଁ ଏବଂ ଘରର ନାରୀମାନେ ଏହି ଦିନ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠିବା ଉଚିତ ଏବଂ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠିକିରି ନିଜର ନିତ୍ୟକର୍ମ ସାରି ସଜବାଜ ହୋଇକି ପୂଜା କରିବା ଉଚିତ। 13 ନମ୍ବର, ଏହି ଦିନ ସିନ୍ଥି ଭରିକିରି ସିନ୍ଦୁର ଲଗାନ୍ତୁ। ଅଛନ୍ତି ପ୍ରାୟ ଜଣ ଅଳ୍ପ ଟିକେ ସିନ୍ଦୁର ଲଗାଇ ଦିଅନ୍ତି, କିନ୍ତୁ ମନେ ରଖନ୍ତୁ ଏହି ଦିନ ପୁରା ସିନ୍ଥି ଭରିକିରି ସିନ୍ଦୁର ଲଗାନ୍ତୁ। 14 ନମ୍ବର, ସାବିତ୍ରୀ ବ୍ରତ ଦିନ କୌଣସି ଫାଟି ଯାଇଥିବା ଚୁଡ଼ି କିମ୍ବା ଚିରା ଫଟା ଲୁଗା ଇତ୍ୟାଦି ପିନ୍ଧନ୍ତୁ ନାହିଁ। 15 ନମ୍ବର, ନିଜ ପତି ଉପରେ ପ୍ରେମ ସ୍ନେହ ଥିଲେ ହିଁ ଏହି ବ୍ରତ ରଖନ୍ତୁ। ଯଦି ପତି ଛଡ଼ା ଅନ୍ୟ କାହା ପ୍ରତି ଆପଣଙ୍କ ମନରେ କିଛି ଆସୁଛି ତ ଆପଣମାନେ ଏହି ବ୍ରତ ରଖନ୍ତୁ ନାହିଁ, କାରଣ ଏହି ବ୍ରତ ନିଜ ସ୍ୱାମୀମାନଙ୍କ ପାଇଁ ହିଁ ରଖାଯାଇଥାଏ। 16 ନମ୍ବର, ବାରମ୍ବାର କଳି ଝଗଡ଼ା ହେଉଥିଲେ କିନ୍ତୁ ଏହି ଝଗଡ଼ା ବଢ଼ି ବଢ଼ି ଯଦି ଡିଭୋର୍ସ ଯାଇ ଆପଣମାନଙ୍କର କଥା ଯାଇଛି ତାହେଲେ ମଧ୍ୟ ଆପଣମାନେ ଏହି ବ୍ରତ ରଖନ୍ତୁ ନାହିଁ। 17 ନମ୍ବର, ଏହି ଦିନ ସ୍ୱାମୀ ଯଦି ନିଜ ସ୍ତ୍ରୀକୁ କିଛି ଉପହାର ଦିଅନ୍ତି, ଛୋଟ ଉପହାର ହେଉ, ଗୋଟେ ଚୁଡ଼ି ହେଉ କିମ୍ବା ଗୋଟେ ଠାକୁରଙ୍କର ମୂର୍ତ୍ତି ହେଉ କି ଗୋଟେ ଇୟରିଙ୍ଗସ୍ ହେଉ, ଯାହା ବି ହେଉ କିଛି ବି ଉପହାର ଦିଅନ୍ତୁ ନା କାହିଁକି, ମାତା ପାର୍ବତୀ ପ୍ରସନ୍ନ ହୋଇଥାନ୍ତି, ସଦାସର୍ବଦା ଖୁସିରେ ରହିବାର କୃପା ବର୍ଷାଇଥାନ୍ତି। 18 ନମ୍ବର, ବ୍ରତ ଦିନ ସ୍ୱାମୀଙ୍କୁ ସମ୍ମାନ ଦିଆଯାଏ, କଟୁ କଥା କହିବା ଉଚିତ ନୁହେଁ। ବ୍ରତ ଦିନ ସ୍ୱାମୀଙ୍କର ପୂଜା ନୁହେଁ, ତାଙ୍କର ଆଶୀର୍ବାଦ ଦରକାର ହୋଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଭିଡ଼ିଓଟିକୁ ଏଯାଏଁ ଲାଇକ୍ କରିନାହାନ୍ତି ପ୍ଲିଜ୍ ଲାଇକ୍ କରନ୍ତୁ ଏବଂ ଯଦି ଆପଣମାନେ ଆପଣମାନଙ୍କ ସ୍ୱାମୀଙ୍କୁ ଭଲ ପାଆନ୍ତି, ମଙ୍ଗଳ ଚାହାନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ମା ସାବିତ୍ରୀ ନିଶ୍ଚୟ ଲେଖିବେ। ଦେଖିବେ ମା ଆପଣଙ୍କର ସବୁ ମନସ୍କାମନା ପୂରଣ କରିବେ। ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରାଯାଏ। ଜଣେ ସଧବା ନାରୀ ବଞ୍ଚିଥିବା ପର୍ଯ୍ୟନ୍ତ ହାତରେ ଶଙ୍ଖା, ମଥାରେ ସିନ୍ଦୁର ରହିବା ପାଇଁ ଏହି ବ୍ରତ ପାଳନ କରାଯାଏ। 20 ନମ୍ବର, ଶଙ୍କର ଏବଂ ପାର୍ବତୀ, ଲକ୍ଷ୍ମୀ ଏବଂ ନାରାୟଣଙ୍କର ଯୁଗଳ ଦର୍ଶନ ଏହି ଦିନ କରନ୍ତୁ।
ବହୁତ ଶୁଭ ହୋଇଥାଏ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ। ପ୍ରତ୍ୟେକ ବିବାହିତ ନାରୀମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରନ୍ତୁ। ଧନ୍ୟବାଦ।